ଥରେ ଆମେ ଆମ ନିଜ ବିବେକକୁ ପଚାରି ଦେଖୁ ଯେ ଈଶ୍ୱର ମନୁଷ୍ୟକୁ ନିର୍ମାଣ କରିଅଛନ୍ତି ନା ମନୁଷ୍ୟମାନେ ଈଶ୍ୱରଙ୍କୁ ନିର୍ମାଣ କରିଅଛନ୍ତି। ସତ କଥା ହେଲା ଦୁଇଟି ଯାକ ସତ। ଈଶ୍ୱର ସ୍ୱହସ୍ତରେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି ଏବଂ ମନୁଷ୍ୟ ମଧ୍ୟ ସ୍ୱହସ୍ତରେ ଈଶ୍ୱରଙ୍କୁ ନିର୍ମାଣ କରିଅଛନ୍ତି। ହେଲେ ବାସ୍ତବ ବିଷୟ ହେଲା ଯେଉଁ ଈଶ୍ୱର ମନୁଷ୍ୟକୁ ନିର୍ମାଣ କରିଅଛନ୍ତି ସେହି ଈଶ୍ୱରଙ୍କୁ ମନୁଷ୍ୟ ଜାଣୁନାହାନ୍ତି କିମ୍ବା ଯେଉଁ ଈଶ୍ୱରଙ୍କୁ ମନୁଷ୍ୟମାନେ ନିର୍ମାଣ କରିଅଛନ୍ତି ସେହି ଈଶ୍ୱର ମଧ୍ୟ ମନୁଷ୍ୟଙ୍କୁ ଜାଣୁନାହାନ୍ତି। ଯେଉଁ ଈଶ୍ୱର ମନୁଷ୍ୟକୁ ନିର୍ମାଣ କରିଅଛନ୍ତି ସେହି ଈଶ୍ୱରଙ୍କ କଥା ମନୁଷ୍ୟମାନେ ଶୁଣୁନାହାନ୍ତି କିମ୍ବା ଯେଉଁ ଈଶ୍ୱରଙ୍କୁ ମନୁଷ୍ୟ ନିର୍ମାଣ କରିଅଛନ୍ତି ସେ ଈଶ୍ୱର ମଧ୍ୟ ମନୁଷ୍ୟର କଥା ଶୁଣୁନାହାନ୍ତି। ଯେଉଁ ଈଶ୍ୱର ମନୁଷ୍ୟକୁ ନିର୍ମାଣ କରିଅଛନ୍ତି ସେ ଈଶ୍ୱରଙ୍କୁ ତ କେହି କୌଣସି ମନୁଷ୍ୟ କେବେ ଦେଖିନାହାନ୍ତି କିମ୍ବା ଯେଉଁ ଈଶ୍ୱରଙ୍କୁ ମନୁଷ୍ୟମାନେ ତିଆରି କରିଛନ୍ତି ସେହି ଈଶ୍ୱର ମଧ୍ୟ ମନୁଷ୍ୟମାନଙ୍କୁ ଦେଖିପାରୁନାହାନ୍ତି। ଏ ଦୁନିଆରେ କେଉଁ କାଳରୁ ମନୁଷ୍ୟମାନେ ଈଶ୍ୱରଙ୍କୁ ଖୋଜି ଚାଲିଅଛନ୍ତି ମାତ୍ର କେହି ଈଶ୍ୱରଙ୍କର ସନ୍ଧାନ ପାଇପାରିନାହାନ୍ତି କିମ୍ବା କେହି ମଧ୍ୟ ଈଶ୍ୱରଙ୍କୁ ଦେଖିବାକୁ ପାଇନାହାନ୍ତି। ତାଙ୍କୁ ଦେଖିବାକୁ ପାଇନାହାନ୍ତି ବୋଲି ଆଜି ମନୁଷ୍ୟମାନେ ଈଶ୍ୱରଙ୍କର ଶୋଭା ଓ ରୂପ ବିଷୟରେ ଜାଣିପାରିନାହାନ୍ତି ବୋଲି ଆଜି କେହି ଏକାଧିକ ମସ୍ତକବାଲାଙ୍କୁ ଈଶ୍ୱର କହୁଅଛନ୍ତି ତ କେହି ଏକାଧିକ ହାତ ଥିବା ବାଲାଙ୍କୁ ଈଶ୍ୱର ବୋଲି ମାନ୍ୟ କରୁଅଛନ୍ତି। କେହି ମନୁଷ୍ୟକୁ ଈଶ୍ୱର ବୋଲି ମାନୁଅଛନ୍ତି ତ କେହି ପଶୁପକ୍ଷୀମାନଙ୍କୁ ଈଶ୍ୱର ବୋଲି ମାନୁଅଛନ୍ତି। କେହି ସରୀସୃପ ଗଣକୁ ଈଶ୍ୱର ବୋଲି ମାନୁଅଛନ୍ତି ତ କେହି ଗଛଲତା ଗୁଡ଼ିକୁ ଈଶ୍ୱର ବୋଲି ମାନୁଅଛନ୍ତି। ଯଦି କେହି ଈଶ୍ୱରଙ୍କୁ ପାଇଥାନ୍ତେ ତେବେ ପରସ୍ପରକୁ ଆତ୍ମତୁଲ୍ୟ ପ୍ରେମ କରୁଥାନ୍ତେ କାରଣ ଈଶ୍ୱର ତ ପ୍ରେମ। ଯଦି ଈଶ୍ୱରଙ୍କୁ ପାଇଥାନ୍ତେ ତେବେ ପରସ୍ପରକୁ ସାହାଯ୍ୟ ସହଯୋଗ କରୁଥାନ୍ତେ କାରଣ ଈଶ୍ୱର ସାହାଯ୍ୟକାରୀ ପରମେଶ୍ୱର ଅଟନ୍ତି। ଯଦି ଈଶ୍ୱରଙ୍କୁ ପାଇଥାନ୍ତେ ତେବେ ପରସ୍ପରକୁ ଦୟା କରୁଥାନ୍ତେ କାରଣ ଈଶ୍ୱର ଦୟାରେ ମହାନ ଅଟନ୍ତି। ଯଦି ଈଶ୍ୱରଙ୍କୁ ପାଇଥାନ୍ତେ ତେବେ କୌଣସି ମନୁଷ୍ୟ ପକ୍ଷପାତ କରୁନଥାନ୍ତେ କାରଣ ଈଶ୍ୱର କାହାରି ପକ୍ଷପାତ ନ କରି ସମସ୍ତଙ୍କୁ ସମାନ ରୂପେ ଖରା ବର୍ଷା ଶୀତ ଇତ୍ୟାଦି ପ୍ରଦାନ କରିଥାନ୍ତି। ଯଦି ଈଶ୍ୱରଙ୍କୁ ପାଇଥାନ୍ତେ ତେବେ କାହାରିକି ହିଂସା କରୁନଥାନ୍ତେ କାରଣ ଈଶ୍ୱର ଅହିଂସା ପ୍ରିୟ ଅଟନ୍ତି। ଯଦି ଈଶ୍ୱରଙ୍କୁ ପାଇଥାନ୍ତେ ତେବେ ପବିତ୍ର ଜୀବନ କାଟୁଥାନ୍ତେ କାରଣ ଈଶ୍ୱର ହିଁ ଜଣେ ମାତ୍ର ପବିତ୍ର ଅଟନ୍ତି। ଯଦି ଈଶ୍ୱରଙ୍କୁ ପାଇଥାନ୍ତେ ତେବେ ପରସ୍ପରକୁ କ୍ଷମା କରିପାରୁଥାନ୍ତେ କାରଣ ଈଶ୍ୱରଙ୍କ ଛଡ଼ା କେହି ମଧ୍ୟ ନିଜ ଶତ୍ରୁମାନଙ୍କୁ କ୍ଷମା କରିପାରନ୍ତି ନାହିଁ। କେହି କରି ନ ପାରିବା କାମକୁ ଯିଏ କରିପାରନ୍ତି ତାଙ୍କୁ ଆମେ ଈଶ୍ୱର ବୋଲି ମାନିଥାଉ। ମନୁଷ୍ୟ ନିଜେ କିଛି ସୃଷ୍ଟି କରିପାରନ୍ତି ନାହିଁ ମାତ୍ର ଈଶ୍ୱର ସୃଷ୍ଟିକର୍ତ୍ତା ଅଟନ୍ତି। ମନୁଷ୍ୟକୁ ଯେକୌଣସି କାର୍ଯ୍ୟ ପାଇଁ ଅସ୍ତ୍ରଶସ୍ତ୍ରର ଆବଶ୍ୟକ ମାତ୍ର ଈଶ୍ୱରଙ୍କ ପଦେ ଆଦେଶ କୌଣସି କାର୍ଯ୍ୟ କରିବା ନିମନ୍ତେ ଯଥେଷ୍ଟ ଅଟେ। ମନୁଷ୍ୟକୁ ଖଣ୍ଡା କାତି କୁରାଡ଼ି ଗଦା ତ୍ରିଶୂଳ ଆବଶ୍ୟକ ହୋଇଥାଏ ମାତ୍ର ଈଶ୍ୱର ଏସବୁ ବିନା ସବୁ କିଛି କରିପାରନ୍ତି। ମନୁଷ୍ୟ ଚୋରି କରନ୍ତି ମାତ୍ର ଈଶ୍ୱର କେବେ ମଧ୍ୟ ଚୋରି କରନ୍ତି ନାହିଁ। ମନୁଷ୍ୟ ବିବାହ କରନ୍ତି ମାତ୍ର ମନୁଷ୍ୟ ପରି ଈଶ୍ୱର କେବେ ମଧ୍ୟ ବିବାହ କରନ୍ତି ନାହିଁ। ମନୁଷ୍ୟ ନିଜର କାର୍ଯ୍ୟକୁ ସରଳ କରିବା ପାଇଁ
ବିଭିନ୍ନ ବିଭାଗ ଗୁଡ଼ିକ ବଣ୍ଟନ କରିଥାନ୍ତି। ମାତ୍ର ଈଶ୍ୱର ଜଣେ ସବୁ କରିପାରନ୍ତି, କାରଣ ସେ ସର୍ବେସର୍ବା ପରମେଶ୍ୱର ଅଟନ୍ତି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଗକୁ ଏପରି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲୋକମାନଙ୍କ ସହିତ ସେୟାର କରନ୍ତୁ ଆଉ ଭିଡ଼ିଓକୁ ଲାଇକ୍ କରନ୍ତୁ। ଧନ୍ୟବାଦ।